ଜୟ ଜଗନ୍ନାଥ ସାଙ୍ଗମାନେ ଆଜିର ଦୁନିଆରେ ସମସ୍ତେ ଦୁଃଖୀ। ଜଣେ ଚାକିରି କରିଛି, କର୍ମକ୍ଷେତ୍ର ପାଇଁ ସେ ଦୁଃଖୀ। ଜଣେ ଚାକିରି ଖୋଜୁଛି, ଚାକିରି ପାଉନାହିଁ ବୋଲି ଦୁଃଖୀ। ଜଣେ ବିବାହ କରିଛି, ଛାଡ଼ପତ୍ର ପାଇଁ ଚିନ୍ତିତ। ଜଣେ ବିବାହ କରିନାହିଁ ବୋଲି କେମିତି ବିବାହ କରିବା ପାଇଁ ଚିନ୍ତିତ। ଜଣେ 4 ଚକିଆ ଗାଡ଼ି ଚଲାଉଛି, ତା ମନରେ ମଧ୍ୟ ଦୁଃଖ। ଜଣେ 2 ଚକିଆ ଗାଡ଼ି ଚଲାଉଛି, ତା ମନରେ ମଧ୍ୟ ଦୁଃଖ। ସାଙ୍ଗମାନେ, ଜଣେ 4 ଚକିଆ ଗାଡ଼ି ଚଲାଉଛି, ସେ ଲୋକଟି ନିଜକୁ ଖୁସି ମନେ କରିବା ଦରକାର। କାରଣ ଅନ୍ୟ ଜଣେ ବାଇକ୍ ଚଲାଉଛି, 2 ଚକିଆ ଯାନ ଚଲାଉଛି। ଯିଏ 2 ଚକିଆ ଯାନ ଚଲାଉଛି ସିଏ ମଧ୍ୟ ଖୁସି ହେବା ଦରକାର। କାରଣ ଅନ୍ୟ ଜଣେ ସାଇକେଲ ଚଲାଉଛି। ଜଣେ ସାଇକେଲ ଚଲାଉଛି, ସିଏ ମଧ୍ୟ ଖୁସି ହେବା ଦରକାର। କାରଣ ଅନ୍ୟ ଜଣେ ଚାଲିକି ଯିବା ଆସିବା କରୁଛି। ଯିଏ ଚାଲିକି ଯିବା ଆସିବା କରୁଛି ସିଏ ମଧ୍ୟ ଖୁସି ହେବା ଦରକାର। କାରଣ ସିଏ ଚାଲିକି ଯାଉଛି, ଭଗବାନ ଆଉ ଜଣକୁ ଗୋଟେ ଗୋଡ଼ ଦେଇନାହାନ୍ତି, ପଙ୍ଗୁ କରିଦେଇଛନ୍ତି। ଯିଏ ଗୋଟେ ଗୋଡ଼ ଅଛି, ଗୋଟେ ଗୋଡ଼ ପଙ୍ଗୁ ହେଇଯାଇଛି, ସିଏ ମଧ୍ୟ ଖୁସି ହେବା ଦରକାର। ଭଗବାନ ତାଙ୍କୁ ଗୋଟେ ଗୋଡ଼ ଦେଇଛନ୍ତି, ଗୋଟେ ଗୋଡ଼ ପଙ୍ଗୁ। ଅନ୍ୟ ଜଣେ 2 ଗୋଡ଼ ହରାଇଛି। ଆଉ ଯିଏ 2 ଗୋଡ଼ ହରାଇଛି ସିଏ ମଧ୍ୟ ଖୁସି ହେବା ଦରକାର। ସାଙ୍ଗମାନେ, କାହିଁକିନା ସିଏ 2 ଗୋଡ଼ ତାର ସିନା ନାହିଁ, କିନ୍ତୁ ଅନ୍ୟ ଜଣଙ୍କର ଭଗବାନ 2 ଗୋଡ଼ ନାହିଁ ମଧ୍ୟ 2 ଆଖି ମଧ୍ୟ ନାହିଁ। ଯିଏ 2 ଆଖି 2 ଗୋଡ଼ ନାହିଁ ସିଏ ମଧ୍ୟ ଖୁସି ହେବା ଦରକାର। କାରଣ ଭଗବାନ ତାକୁ ମନୁଷ୍ୟ ଜନ୍ମ ଦେଇଛନ୍ତି। ସାଙ୍ଗମାନେ, ଅତି ଭାଗ୍ୟର ସୁକର୍ମ କଲେ ମନୁଷ୍ୟ ଜନ୍ମ ପାଏ। ସାଙ୍ଗମାନେ, ସବୁକୁ ଅନୁଧ୍ୟାନ ତର୍ଜମା କଲା ପରେ ରେଜଲ୍ଟ ଗୋଟେ ଆସୁଛି। ଆଜିର କର୍ମ ଆସନ୍ତାକାଲିର ଭାଗ୍ୟ ଆଉ ଭବିଷ୍ୟତ, ଆଜିର ନିଷ୍ପତ୍ତି ଆଗାମୀ ଦିନର ସୁଖ ଆଉ ଶାନ୍ତି। ନମସ୍କାର। ଜୟ ଜଗନ୍ନାଥ।